ଆପଣ ମନେ ମନେ ଭାବୁଥିବେ ନିଶ୍ଚୟ, ମୁଁ ଏତେ ପୂଜା ପାଠ ଏବଂ ପୁରା ଭକ୍ତି ଭାବରେ ଲୀନ ହୋଇ କେବଳ ଭଗବାନଙ୍କୁ ଡାକେ, କିନ୍ତୁ କେବଳ ମୋ ସହିତ କାହିଁକି ଏପରି ଘଟୁଛି? ଭଗବାନ, ତୁମେ ମୋ ଜୀବନରେ ସବୁ ଦୁଃଖ ଲେଖିଦେଇଛ। ମୁଁ କ'ଣ ଭୁଲ କରିଛି? ମୋ ଜୀବନରେ କାହିଁକି ଏତେ ଦୁଃଖ ଲେଖିଛନ୍ତି? ଦୁଷ୍ଟ ଲୋକମାନେ ବହୁତ ଖୁସି, ଧାର୍ମିକ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା କ'ଣ ଘଟୁଛି? ଏହା କାହିଁକି ଘଟୁଛି? ଯଦି ଏହା ଈଶ୍ୱରଙ୍କର ନ୍ୟାୟ, ତେବେ ମୁଁ ଈଶ୍ୱରଙ୍କୁ କାହିଁକି ବିଶ୍ୱାସ କରିବି? ମୁଁ କାହିଁକି ତାଙ୍କର ଉପାସନା କରିବି? ମୁଁ କାହିଁକି ତାଙ୍କର ପୂଜା କରିବି? ଭଗବାନ ନ୍ୟାୟ କରୁନାହାନ୍ତି। ଭଗବାନ ନିଷ୍ଠୁର ଅଟନ୍ତି। ସେ କେବଳ ପଥରର ମୂର୍ତ୍ତି, ଇତ୍ୟାଦି ଇତ୍ୟାଦି। ଏହିପରି ପ୍ରଶ୍ନ ପ୍ରାୟତଃ ଲୋକଙ୍କ ମନକୁ ଆସିଥାଏ। ବିଶେଷତଃ ଯେତେବେଳେ ଚାଲଯିବା ସେମାନେ ମାର୍ଗଦର୍ଶନ ପାଇଁ ଥାଆନ୍ତି ଏବଂ ଅନ୍ୟମାନଙ୍କୁ ସୁଖ ଦେଖୁଥାନ୍ତି। ମଣିଷ କେବଳ ନିଜର ଖୁସିରେ ଦୁନିଆକୁ ଖୁସି ମନେ କରିଥାନ୍ତି, ନିଜ ଦୁଃଖରେ ଦୁନିଆକୁ ଅର୍ଥହୀନ ମନେକରେ। ଏହା ସ୍ୱାଭାବିକ ଅଟେ। ଆପଣଙ୍କ ମନକୁ ଆସୁଥିବା ଏହି ପ୍ରଶ୍ନଗୁଡ଼ିକ ଆଜି ଏହି କଥା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବା। ତେଣୁ ଏହି କଥାକୁ ଭଲ ଭାବରେ ଧ୍ୟାନ ଦେଇ ଶୁଣିବେ। ଗୋଟିଏ ସ୍ଥାନରେ ବୃହଦ୍ରକ ନାମକ ଗୋଟିଏ ତୀର୍ଥସ୍ଥାନ ଥିଲା। ନନ୍ଦଭଦ୍ରା ନାମକ ଗୋଟିଏ ବୈଷ୍ଣବ ସେଠାରେ ରହୁଥିଲେ। ସେ ଜଣେ ଧର୍ମଚାରୀ ଏବଂ ସଦାଚାରୀ ପୁରୁଷ ଥିଲେ। ତାଙ୍କର ପତ୍ନୀଙ୍କ ନାମ କନକ ଥିଲା। ନନ୍ଦଭଦ୍ରା ଚନ୍ଦ୍ରମୌଲି ଶଙ୍କରଙ୍କର ଜଣେ ପରମ ଭକ୍ତ ଥିଲେ। ବହୁ ଦୂରରେ କପିଳେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଶିବଲିଙ୍ଗ ଥିଲା। ନନ୍ଦଭଦ୍ରା କପିଳେଶ୍ୱର ମହାଦେବଙ୍କୁ ସକାଳେ, ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଏପରିକି 3 ଥର ପୂଜା କରୁଥିଲେ। ସେ ନିଜର ଗୋଟିଏ ଛୋଟ ଦୋକାନ କରିଥିଲେ ଏବଂ ସେ ବହୁତ କମ୍ ଲାଭ ରଖି ଜିନିଷ ବିକ୍ରି କରୁଥିଲେ। ଗ୍ରାହକମାନଙ୍କ ସହ ସମାନ ଏବଂ ସଚ୍ଚୋଟ ବ୍ୟବହାର କରୁଥିଲେ। ସେ ଖରାପ ଦ୍ରବ୍ୟ ବିକ୍ରି କରୁନଥିଲେ, ଲାଭ ବି କମ୍ ରଖୁଥିଲେ। ଦିନ ସାରା ସେ ଯାହା ପାଉଥିଲେ ସେଥିରେ ସନ୍ତୁଷ୍ଟ ହେଉଥିଲେ। ନନ୍ଦଭଦ୍ରାଙ୍କ ଜୀବନ ସନ୍ନ୍ୟାସୀଙ୍କ ଜୀବନ ଭଳି ଥିଲା। ସବୁ ଲୋକ ତାଙ୍କର ସଦାଚାର, ସମ୍ପୂର୍ଣ୍ଣ ଏବଂ ସୁଖମୟ ଜୀବନର ପ୍ରଶଂସା କରୁଥିଲେ। ନନ୍ଦଭଦ୍ରାଙ୍କ ପଡ଼ୋଶୀ ସତ୍ୟବ୍ରତ ତାଙ୍କ ପ୍ରତି ବହୁତ ଈର୍ଷା କରୁଥିଲେ। ସତ୍ୟବ୍ରତ ବହୁତ ଦୁରାଚାରୀ ଏବଂ ନାସ୍ତିକ ବ୍ୟକ୍ତି ଥିଲେ। ସେ ଚାହୁଁଥିଲେ ଯେ ଯଦି କୌଣସି ପ୍ରକାରର ନନ୍ଦଭଦ୍ରାଙ୍କ କୌଣସି ଦୋଷ ପାଇଲେ ସେ ତାଙ୍କୁ ଧର୍ମର ପଥରୁ ହଟାଇ ଦେବେ। ନନ୍ଦଭଦ୍ରାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିବା ଏବଂ ତାଙ୍କୁ ସର୍ବଦା ଦୋଷ ଦେବା ସତ୍ୟବ୍ରତଙ୍କ ସ୍ୱଭାବ ହୋଇଯାଇଥିଲା। ଏହାକୁ ନିଜର ଦୁର୍ଭାଗ୍ୟ ମାନି ନନ୍ଦଭଦ୍ରା କେବେ ଶୋକ କରିନଥିଲେ। ତାଙ୍କ ପୁଅ ପରେ ତାଙ୍କ ପତ୍ନୀ କନକ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ନନ୍ଦଭଦ୍ରାଙ୍କ ଉପରେ ବିପତ୍ତି ପଡ଼ିଥିବା ଦେଖି ପଡ଼ୋଶୀ ସତ୍ୟବ୍ରତ ବହୁତ ଖୁସି ହେଉଥିଲେ। ସେ ଭାବିଲା, ନନ୍ଦଭଦ୍ରାଙ୍କୁ ଧର୍ମରୁ ଦୂରେଇ ଦେବା ପାଇଁ ଏହା ହେଉଛି ଏକ ସୁବର୍ଣ୍ଣ ସୁଯୋଗ। ସେ ନନ୍ଦଭଦ୍ରାଙ୍କୁ ସାନ୍ତ୍ୱନା ଦେବା ଆଳରେ କହିଲା ଯେ, ତୁମ ପରି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଏତେ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଲାଗୁଛି ଧର୍ମ କର୍ମ ସବୁ ଗୋଟେ ଛଳନା। ମୁଁ ଅନେକ ଥର ଭାବିଛି ମୁଁ ତୁମକୁ କହିବି, ହେଲେ ସଂକୋଚବଶତଃ କିଛି କହିପାରୁନଥିଲି। ଦିନକୁ 3 ଥର ପୂଜା, ଭକ୍ତି, ଧ୍ୟାନ ଆଦି କରିବା ସବୁ ବ୍ୟର୍ଥ। ଭାଇ, ଧର୍ମ ନାମରେ ତୁମେ ଏତେ କଷ୍ଟ କାହିଁକି କରୁଛ? ଯେବେଠାରୁ ତୁମେ ଏହି ପଥକୁ ପୂଜା କରିବାରେ ଲାଗିଛ, ତାପରେ ତୁମେ କୌଣସି ଭଲ ଫଳ ପାଇଲ ନାହିଁ ଏବଂ ଏକମାତ୍ର ପୁଅ ଓ ସ୍ତ୍ରୀ ଦୁହେଁ ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ଯଦି ଭଗବାନ ସତରେ ବିଦ୍ୟମାନ, ତେବେ ସେ କ'ଣ ଏପରି ଫଳାଫଳ ଦେଇଥାନ୍ତେ? ପୁଣ୍ୟ ଏବଂ ପାପ ଏସବୁ ସତ୍ୟ ନୁହେଁ, ସବୁ କଳ୍ପନା ମାତ୍ର। ଶୁଣ ମିତ୍ର, ତୁମକୁ ମୋର ଏହି ପରାମର୍ଶ ଯେ ମିଥ୍ୟା ଧର୍ମକୁ ଛାଡ଼ି ଖୁସିରେ ଖାଅ, ପିଅ ଓ ଭୋଗ କର। ଏହା ହିଁ ହେଉଛି ସତ୍ୟ। ସତ୍ୟବ୍ରତଙ୍କ ଉପଦେଶ ନନ୍ଦଭଦ୍ରାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ନନ୍ଦଭଦ୍ରା କହିଲେ, ବନ୍ଧୁ ସତ୍ୟବ୍ରତ, ତୁମେ ନିଜକୁ ନିଜେ ଠକୁଛ। କ'ଣ ଧର୍ମ ମାର୍ଗ ଛାଡ଼ି ପାପ ମାର୍ଗରେ ଯିବା ଲୋକଙ୍କୁ ଦୁଃଖର ସାମ୍ନା କରିବା ପାଇଁ ପଡ଼େ ନାହିଁ? ସେମାନଙ୍କର ପୁଅ ଓ ପତ୍ନୀ ଅସୁସ୍ଥ ହୁଅନ୍ତି ନାହିଁ କି? ଯେତେବେଳେ ଜଣେ ଧର୍ମାଚାରୀ ଦୁଃଖୀ ହୁଅନ୍ତି, ସମସ୍ତେ ତାଙ୍କୁ ସହାନୁଭୂତି ଦେଖାନ୍ତି, କିନ୍ତୁ ଦୁରାଚାରୀ ପ୍ରତି କେହି ସମବେଦନା ଜଣାନ୍ତି ନାହିଁ। ତେଣୁ କେବଳ ଧର୍ମ ଅନୁସରଣ କରୁଥିବା ବ୍ୟକ୍ତି ହିଁ ଠିକ୍। ଜଣେ ଅନ୍ଧ ଲୋକ ସୂର୍ଯ୍ୟଙ୍କୁ ଦେଖିପାରେ ନାହିଁ, କିନ୍ତୁ ସୂର୍ଯ୍ୟ ତ ଅନ୍ଧକୁ ଦେଖିପାରନ୍ତି। ଭଗବାନଙ୍କ ଜଗତ ଚାଲିପାରେ ଈଶ୍ୱରଙ୍କ ବିନା ନାହିଁ। ସତ୍ୟବ୍ରତ ତାଙ୍କୁ ପଚାରିଥିଲେ, ଯଦି ସତରେ ଭଗବାନ ଅଛନ୍ତି, ତେବେ କାହିଁକି ଦୃଶ୍ୟମାନ ହେଉନାହାନ୍ତି?
ନନ୍ଦଭଦ୍ରା କହିଲେ ଯେ ଦେବତାମାନେ ଆପଣଙ୍କ ନିକଟକୁ ନିଜେ ଆସି ଆମକୁ ମାନ ବୋଲି ଯାଚନା କରିବେ ନାହିଁ। ଏହି ବାର୍ତ୍ତାଳାପ ଏକ ଯୁକ୍ତିତର୍କରେ ପରିଣତ ହେବାକୁ ଲାଗିଲା। ନନ୍ଦଭଦ୍ରା ଆଉ ବିବାଦ ଚାହୁଁନଥିଲେ, ତେଣୁ ସେ ସେଠାରୁ ଉଠି ଚାଲିଗଲେ। କିନ୍ତୁ ଏହି କଥା ତାଙ୍କ ମନରେ ଆସିଲା ଯେ ସଦାଶିବଙ୍କୁ ବ୍ୟକ୍ତିଗତ ଭାବେ ଦର୍ଶନ କରି ପଚାରିବେ ଯେ ଆପଣଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଦୁନିଆରେ ସୁଖ ଦୁଃଖ ଜନ୍ମ ମରଣ ଆଦି କ୍ଲେଶ କାହିଁକି ଅଛି? ଏହା କାହିଁକି ଦୋଷ ରହିତ ନୁହେଁ? ଏହା ଭାବି ସେ କପିଳେଶ୍ୱର ମନ୍ଦିରକୁ ପୂଜା ପାଇଁ ଗଲେ। ପୂଜା ସାରି ସେ ପ୍ରଭୁଙ୍କ ଆଗମନକୁ ଅପେକ୍ଷା କରି ଠିଆ ହୋଇ ରହିଲେ। ସେ ନିଷ୍ପତ୍ତି କରି ନେଇଥିଲେ ଯେ ଭୋଳାନାଥ ଦର୍ଶନ ନ ଦେବା ପର୍ଯ୍ୟନ୍ତ ସେ ସେଇଠାରେ ସେପରି ଠିଆ ହୋଇ ରହିବେ। ଚତୁର୍ଥ ଦିନରେ ଗୋଟିଏ ବାଳକ ସେହି ମନ୍ଦିରକୁ ଆସିଲା। ସେ କୁଷ୍ଠ ରୋଗରେ ପୀଡ଼ିତ ଥିଲା ଏବଂ ଭୟଙ୍କର ଯନ୍ତ୍ରଣାରେ ଛଟପଟ ହେଉଥିଲା। ସେ ନନ୍ଦଭଦ୍ରାଙ୍କୁ ପଚାରିଲେ, ଆପଣ ଏତେ ଆନନ୍ଦ ଏବଂ ସୁସ୍ଥ ତଥାପି ଏତେ ଦୁଃଖୀ କାହିଁକି ଦେଖାଯାଉଛନ୍ତି? ନନ୍ଦଭଦ୍ରା ତାଙ୍କୁ ନିଜ ସଂକଳ୍ପ ବିଷୟରେ କହିଲେ। ପିଲାଟି କହିଲା ଯେ ନ ଚାହିଁବା ଜିନିଷ ମିଳିବା ଓ ମନ ଚାହୁଁଥିବା ଜିନିଷ ହଜିଯିବା ଦୁଇଟି ଯାକ ମାନସିକ ଦୁଃଖର କାରଣ ହୋଇଥାଏ। ରୋଗ ଏବଂ ପରିଶ୍ରମରେ ଶରୀରକୁ ପୀଡ଼ା ହୋଇଥାଏ। ମାନସିକ ଯନ୍ତ୍ରଣା ଶାରୀରିକ ଯନ୍ତ୍ରଣା ଦେଇଥାଏ। ହଠାତ୍ ଯଦି ମାନସିକ ଯନ୍ତ୍ରଣା ହୁଏ ତେବେ ଶାରୀରିକ ଯନ୍ତ୍ରଣା ହେବା ସ୍ୱାଭାବିକ। ଉଭୟ ପରସ୍ପର ସହିତ ସଂଯୁକ୍ତ। ତା ପାଇଁ କ'ଣ କରିପାରିବା? ନନ୍ଦଭଦ୍ରା ପୁଣି ପଚାରିଥିଲେ। ଔଷଧି ଦ୍ୱାରା ଶାରୀରିକ ଯନ୍ତ୍ରଣା ଭଲ ହୋଇପାରିବ, କିନ୍ତୁ ମାନସିକ ଯନ୍ତ୍ରଣାର କ'ଣ? ପିଲାଟି ଉତ୍ତର ଦେଲା, ବନ୍ଧୁ, କେବଳ ଜ୍ଞାନ ଦ୍ୱାରା ମାନସିକ ଯନ୍ତ୍ରଣାରୁ ମୁକ୍ତିଲାଭ ପାଇପାରିବା। ଯଦି ମସ୍ତିଷ୍କକୁ ଜ୍ଞାନର ସଠିକ୍ ମାତ୍ରା ଦିଆଯାଏ ତେବେ ଏହା ଯନ୍ତ୍ରଣାରୁ ମୁକ୍ତ ହୋଇଯାଏ। ପିଲାଟିର ଜ୍ଞାନଭରା କଥା ଶୁଣିବା ପରେ ନନ୍ଦଭଦ୍ରା ପୁଣି ପଚାରିଲେ, ହେ ଜ୍ଞାନୀ ବାଳକ, ମୁଁ ତୁମ ସହିତ ସହମତ, କିନ୍ତୁ ମୋର ଏକ ପ୍ରଶ୍ନ ଅଛି ଯେ ଏହି ଦୁନିଆରେ ପାପୀ ଓ ଦୁରାଚାରୀ ଲୋକମାନେ ଏତେ ଧନୀ ଏବଂ ଖୁସିରେ କେମିତି ଅଛନ୍ତି, ଯେବେକି ସେମାନେ ସେମାନଙ୍କର ଖରାପ କର୍ମର ଖରାପ ଫଳ ପାଇବା ଉଚିତ? ଈଶ୍ୱରଙ୍କର ନିୟମରେ ଏହି ତ୍ରୁଟି କାହିଁକି? ପିଲାଟି ଉତ୍ତର ଦେଲା, ସୁଖ ଏବଂ ଦୁଃଖ କ'ଣ ତାହା ବୁଝିବା ଆମ ଉପରେ ଅଛି। ମୋତେ ଟିକିଏ ବିସ୍ମୃତ ଭାବରେ କହିବାକୁ ଦିଅ। ଦୁନିଆରେ ଚାରି ପ୍ରକାରର ଲୋକ ଅଛନ୍ତି। ପ୍ରଥମ ସ୍ଥାନରେ ଯେଉଁମାନଙ୍କ ପାଇଁ ସମସ୍ତ ସୁଖ, ଧନ, ବଳ, ପ୍ରଭାବ ସବୁ ସୁଖ ଏହି ଲୋକରେ ଉପଲବ୍ଧ, କିନ୍ତୁ ପରଲୋକରେ ସେମାନେ କିଛି ପାଆନ୍ତି ନାହିଁ। ତାଙ୍କର ପୂର୍ବଜନ୍ମର କର୍ମର ଫଳ ଏହି ଲୋକରେ ଭୋଗ କରିଥାନ୍ତି, କିନ୍ତୁ ନୂତନ ପୁଣ୍ୟ ଅର୍ଜନ କରନ୍ତି ନାହିଁ। ଏହିପରି ଲୋକଙ୍କ ସୁଖ କେବଳ ଏହି ଜନ୍ମ ମଧ୍ୟରେ ସୀମିତ। ସେମାନେ ପରବର୍ତ୍ତୀ ଜନ୍ମ ପାଇଁ କିଛି ବି ପୁଣ୍ୟ ଅର୍ଜନ କରନ୍ତି ନାହିଁ, ତେଣୁ ତାଙ୍କର ପରବର୍ତ୍ତୀ ଜନ୍ମ ଠିକ୍ ସେହିଭଳି ହେବ, ଯାହା ଦେଖିଲେ ତାଙ୍କର ଦେହ କମ୍ପିବାକୁ ଲାଗିବ। ଦ୍ୱିତୀୟ ପ୍ରକାରର ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ପରଲୋକରେ ସୁଖ ଭୋଗ କରିଥାନ୍ତି, କିନ୍ତୁ ଏହି ଲୋକରେ ସେମାନଙ୍କ ପାଇଁ ସୁଖ ନଥାଏ, କାରଣ ସେମାନେ ପୂର୍ବ ଜନ୍ମର ପୁଣ୍ୟ ସଞ୍ଚୟ କରି ପାରିନଥାନ୍ତି। ଏହି ଜନ୍ମରେ ତପସ୍ୟା କରି ନୂତନ ପୁଣ୍ୟ ଅର୍ଜନ କରନ୍ତି ଏବଂ ତାର ଫଳ ପରଲୋକରେ ଭୋଗ କରନ୍ତି ଓ ସେମାନେ ପରବର୍ତ୍ତୀ ଜନ୍ମରେ ମଧ୍ୟ ସୁଖ ଭୋଗ କରନ୍ତି। ତପସ୍ୟା ଅର୍ଥ କେବଳ ଈଶ୍ୱରଙ୍କର ଉପାସନା ନୁହେଁ, ଏହାର ଅର୍ଥ କର୍ମ ସାଧନା। ସଠିକ୍ କର୍ମ କରିବା କୌଣସି ତପସ୍ୟାଠାରୁ କମ୍ ନୁହେଁ, କାରଣ ଏହି ସଂସାରରେ ରହି ଠିକ୍ ମାର୍ଗରେ ଚାଲିବା କୌଣସି ତପସ୍ୟା ଅପେକ୍ଷା ଅଧିକ କଷ୍ଟସାଧ୍ୟ ଅଟେ। ତୃତୀୟ ହେଉଛି ସେହି ବ୍ୟକ୍ତି ଯେଉଁମାନେ ଏହି ଲୋକ ଓ ପରଲୋକ ସବୁଠି ସୁଖ ଭୋଗ କରନ୍ତି, କାରଣ ତାଙ୍କର ପୂର୍ବରୁ ପୁଣ୍ୟ ଏବେ ବି ସଞ୍ଚିତ ହୋଇଅଛି ଏବଂ ଏହି ସଂସାରକୁ ଆସିବା ପରେ ମଧ୍ୟ ସେମାନେ ସର୍ବୋତ୍ତମ ମାର୍ଗ ଅନୁସରଣ କରି ନୂତନ ପୁଣ୍ୟ ଅର୍ଜନ ଜାରି ରଖିଥାନ୍ତି। ଏହି ପ୍ରକାରର ଲୋକ ବହୁତ କମ୍ ଅଛନ୍ତି। ଚତୁର୍ଥ, ଯେଉଁମାନଙ୍କ ପାଇଁ ଏହି ଲୋକରେ କିମ୍ବା ପରଲୋକରେ କେଉଁଠାରେ ମଧ୍ୟ ସୁଖ ନଥାଏ, କାରଣ ସେମାନେ ପୂର୍ବ ଜନ୍ମରେ କିଛି ବି ପୁଣ୍ୟ ଅର୍ଜନ କରିନଥାନ୍ତି। ଏହିପରି ଲୋକମାନେ ସର୍ବଦା ଘୃଣା ଓ ଲଜ୍ଜାର ପାତ୍ର ଅଟନ୍ତି ଏବଂ ଏହି ସଂସାରରେ ସେମାନେ ନିଜର ଅପମାନଜନକ ଜୀବନ ଅତିବାହିତ କରନ୍ତି। ଆଉ କିଏ ଜାଣେ କେତେ ଜନ୍ମ ପର୍ଯ୍ୟନ୍ତ ତାଙ୍କର ଜୀବନ ଏହିପରି ଚାଲିବ। ଯେ ପର୍ଯ୍ୟନ୍ତ ସେମାନେ ମୋ ପରି ଜଣେ ଅଜ୍ଞାତ ତପସ୍ୱୀଙ୍କ ମାର୍ଗ ଦର୍ଶନ ନ ପାଇବେ, ସେମାନଙ୍କ ଜୀବନ ଏହିପରି ହିଁ ଚାଲିବ।
ତେଣୁ ହେ ବିଶ୍ଳେଷର, ଆପଣ ଆପଣଙ୍କ ପଡ଼ୋଶୀ ଏବଂ ବନ୍ଧୁମାନେ କ'ଣ କୁହନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସେମାନଙ୍କ କଥାକୁ କାନକୁ ନିଅନ୍ତୁ ନାହିଁ। ଏହି ଜନ୍ମରେ ଭଗବାନ ଶିବଙ୍କୁ ପୂଜା କରିବାରେ ସଦାସର୍ବଦା ଧ୍ୟାନ ଦିଅନ୍ତୁ, ଯାହାଦ୍ୱାରା ଆପଣ ଏହି ସଂସାରର ବନ୍ଧନରୁ ମୁକ୍ତ ହୋଇପାରିବେ। ଏକ ଛୋଟ ପିଲାର ମୁଖରୁ ଏପରି ଜ୍ଞାନୀ ଓ ରହସ୍ୟମୟ କଥା ଶୁଣି ନନ୍ଦଭଦ୍ରା ବହୁତ ପ୍ରସନ୍ନ ହୋଇଥିଲେ। ତାଙ୍କର ସମସ୍ତ ଦ୍ୱନ୍ଦ୍ୱ ଏବଂ ସମସ୍ୟାର ସମାଧାନ ହୋଇଯାଇଥିଲା। ସେ ଆଶ୍ଚର୍ଯ୍ୟ ହୋଇ ସେହି ବାଳକକୁ ପଚାରିଲେ, ଆପଣ କିଏ? ଦୟାକରି ନିଜର ପରିଚୟ ପ୍ରଦାନ କରନ୍ତୁ। ଏଠାକୁ ଆପଣ କିପରି ଆସିଲେ? ଆପଣ ମୋର ସମସ୍ତ ସନ୍ଦେହ ଦୂର କରିଛନ୍ତି। ଏତେ କମ୍ ବୟସରେ ଆପଣ ଏତେ ଜ୍ଞାନ କିପରି ପାଇଲେ? ପିଲାଟି କହିଲା, ମୋର ପୂର୍ବ ଜନ୍ମରେ ମୁଁ ଜଣେ ଅହଙ୍କାରୀ, କପଟୀ ଓ ବ୍ୟଭିଚାରୀ ଥିଲି, ଯେଉଁଥିପାଇଁ ମୁଁ ଜନ୍ମ ଜନ୍ମ ଧରି ନୀଚ ଯୋନିରେ ବୁଲୁଅଛି। କୃପା ଭଗବାନ ବାସୁଦେବଙ୍କ ଏପରି ଯେ ମୋତେ ପ୍ରତ୍ୟେକ ଯୋନିରେ ସେ ମୋତେ ମୁକ୍ତିର ପଥ ଦେଖାଉଛନ୍ତି। ସେ ହିଁ ମୋତେ ମୁକ୍ତି ପାଇଁ ଏହି ଜନ୍ମରେ ଆପଣଙ୍କ ପାଖକୁ ପଠାଇଛନ୍ତି। ବର୍ତ୍ତମାନ ମୁଁ 7 ଦିନ ପରେ ଏହି ତୀର୍ଥରେ ମରିବି। ଦୟାକରି ଆପଣ ମୋର ଅନ୍ତିମ ସଂସ୍କାର କରିବେ। ବିଶେଷର ବୟସ ସହିତ ଜ୍ଞାନର କୌଣସି ସମ୍ପର୍କ ନାହିଁ। ଯାହାକୁ ଜ୍ଞାନ ପ୍ରଦାନ କରିବାକୁ ଏବଂ ଯାହାକୁ ତାଙ୍କ ଭକ୍ତମାନଙ୍କୁ ଜାଗ୍ରତ କରିବା ପାଇଁ ଏକ ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଈଶ୍ୱର ତାଙ୍କୁ ବାଛି ନେଇଥାନ୍ତି, ସେହି ବ୍ୟକ୍ତି ଯେ କେହି ବି ହୋଇପାରେ, ମୋ ଭଳି କୁଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତି ମଧ୍ୟ। ଏହାକୁ ସହଜରେ ଗ୍ରହଣ କରିବା ଉଚିତ ଏବଂ ଯିଏ ଜ୍ଞାନ ଦିଏ ସେମାନଙ୍କ ପ୍ରତି ସର୍ବଦା ଭଦ୍ର ଏବଂ ନମ୍ର ରହିବା ଉଚିତ। ଏହା କରିବା ଦ୍ୱାରା ଭଗବାନ ଆପଣଙ୍କୁ ସର୍ବଦା ଜ୍ଞାନବାନ ରଖନ୍ତି ଏବଂ ମାର୍ଗଦର୍ଶନ ପାଇଁ କାହାକୁ ନା କାହାକୁ ନିଶ୍ଚୟ ପଠାନ୍ତି। ଏହା କହି ପିଲାଟି ସୂର୍ଯ୍ୟ ମନ୍ତ୍ର ଜପ କରିବାକୁ ଲାଗିଲା। କୁଷ୍ଠ ରୋଗର ଉପଶମ ପାଇଁ ସୂର୍ଯ୍ୟ ମନ୍ତ୍ର ଜପ କରାଯାଏ। ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବ ମଧ୍ୟ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ। 7ମ ଦିନରେ ପିଲାଟି ନିଜର ପ୍ରାଣତ୍ୟାଗ କରିଥିଲା। ନନ୍ଦଭଦ୍ରା ବିଧିପୂର୍ବକ ତାଙ୍କର ଶେଷକୃତ୍ୟ ପାଳନ କରିଥିଲେ। ନନ୍ଦଭଦ୍ରା ଜୀବନର ସତ୍ୟ ଓ ଅର୍ଥ ଭଲ ଭାବରେ ବୁଝି ସାରିଥିଲେ। ସେ ଶେଷ ଜୀବନ ଭଗବାନ ଶିବ ଓ ସୂର୍ଯ୍ୟଙ୍କ ଉପାସନାରେ ଅତିବାହିତ କରିଥିଲେ ଓ ଶେଷରେ ଜୀବନ ଓ ମୃତ୍ୟୁରୁ ମୁକ୍ତି ପାଇଁ ଭଗବାନ ଶିବକୁ ପ୍ରାପ୍ତ କରିଥିଲେ। ଆଶା କରୁଛି ସ୍କନ୍ଦ ପୁରାଣର ଏହି କଥାଟି ଆପଣଙ୍କ ମନରୁ ଅନେକ ସନ୍ଦେହ ଦୂର କରିବ ଓ ଜୀବନରେ କେଉଁ ପଥ ଅନୁସରଣ କରିବା ଆବଶ୍ୟକ ସେ ବିଷୟରେ ଆପଣଙ୍କୁ କିଛି ସୂଚନା ମିଳିବ। ଜୀବନର ଏହି ମୂଲ୍ୟବାନ ରହସ୍ୟ ସ୍କନ୍ଦ ପୁରାଣରେ ଅତି ସୁନ୍ଦର ଭାବରେ ବିସ୍ତୃତ କରାଯାଇଛି। ଏହା ହେଉଛି ଅତି ଅମୂର୍ତ୍ତ କଥା। ଆଜିର ଏହି ମୁହୂର୍ତ୍ତପୂର୍ଣ୍ଣ କାହାଣୀକୁ ମୁଁ ଏଇଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି ତେବେ ଦୟାକରି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଶ୍ରୀରାମ। ପଢ଼ିଲା ବେଳେ କିଛି ଯଦି ଭୁଲ କରିଛି ମୁଁ କ୍ଷମା ମାଗୁଛି। ଆପଣମାନେ କ୍ଷମା କରନ୍ତୁ। ରହୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନୂଆ ଅଧ୍ୟାୟ।